ଟିକେ ବୁଝିବାକୁ ଚେଷ୍ଟା କର। ନାଇଁ ଆଗରୁ ଯାହା କହୁଥିଲି ସବୁ ମିଛ କହୁଛି, ଆଉ ଏବେ ଯାହା କହୁଛି ସବୁ ସତ କଥା କହୁଛି। କଣ ସେ ସତ କଥା? ସତ କଥା ଜାଣିଲେ ଆପଣ ରାଗିବେ। ନାଇଁ ନାଇଁ ବାବା ମୁଁ ରାଗିବିନି, କହ ସତ କଥା। ଆଚ୍ଛା ମୋ ମୁଣ୍ଡର ଉପରେ ହାତ ରଖି କହିଲେ। ଆରେ ହେଲା ବାବା, ତୋ ମୁଣ୍ଡ ଉପରେ ହାତ ରଖୁଛି, ସତ କଥା କହ। ଆଜିକୁ 2-3 ମାସ ତଳର କଥା। ସେଦିନ ଥାଏ ଅମାବାସ୍ୟାର ରାତି। ଆରେ ସେଦିନ କଥା କଣ କିଏ ଭୁଲି ହୁଏ? ନାଇଁ 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 ନାଇଁ, ସେ କଥା କିଏ ଭୁଲି ପାରିବନି। ସେଦିନ ରାତିରେ ଆପଣଙ୍କର ସାଥିରେ ଗୋଟେ ବେଡରେ ଆରେ ରାଧା ଥିଲା, ଘୋଡ଼ା ଡିମ୍ବ ଥିଲା। ସେଦିନ ରାତିରେ ଆପଣଙ୍କର ସାଥିରେ ମୀରା ମ୍ୟାଡାମ ଥିଲେ, ମାନେ ଆପଣଙ୍କର ମିସେସ୍। ଆରେ କି ଆଶ୍ଚର୍ଯ୍ୟ କଥା କହୁଛୁ। ହଁ, ଆଉ ଗୋଟେ କଥା ଶୁଣିଲେ ଆପଣଙ୍କ ମୁଣ୍ଡ ଖରାପ ହେଇଯିବ। କଣ? ଆପଣଙ୍କର ସାନ ଭାଇ ହଁ ରାଧାକୁ ବାହା ହେଇଛି କଣ ସ୍ତ୍ରୀ କରିବାକୁ? ନାଇଁ ନାଇଁ ନାଇଁ, ତାକୁ ଏଇ ରଙ୍ଗ କୋଠରୀରୁ ବଞ୍ଚିତ କରିବା ପାଇଁ, ଏ ବେଶ୍ୟା କବଳରୁ ରକ୍ଷା କରି ତୁ ରାଣୀ ମାର କଥାଟା ମୁଁ ନିଜେ ବୁଝିବି। ହେଲା ତୁ ଗୋଟେ କାମ କରିବୁ, ରାଧାର ପ୍ରେମିକ ରାଧା ଦାସର କଟ ମୁଣ୍ଡ ଦରକାର। ଆପଣଙ୍କ ପରିଶ୍ରମ କରିବାକୁ ପଡିବନି ମଣିମା। ଆପଣଙ୍କ ପାଖରେ ରାଧାର ପ୍ରେମିକ ହାଜିର ହେଇସାରିଛି। ତାହେଲେ ଶିକାରୀର ବର୍ତ୍ତମାନ ପାଖକୁ ଆସିଯାଇଛି। ଆଜି କିନ୍ତୁ ଖେଳଟା ବଦଳିଛି। ଶିକାରଟା ସିନା ସବୁବେଳେ ଶିକାର କରେ, ହେଲେ ଆଜି ଶିକାରୀଟା ନିଜେ ଶିକାର ହବ। ଅମାବାସ୍ୟା ସବୁବେଳେ ଅମାବାସ୍ୟା ନଥାଏ, ଅମାବାସ୍ୟା ପରେ ପୁଣି ପୂର୍ଣ୍ଣମା। ରାଜା ମହାଶୟ, ତୋରି ପାଇଁ ମୋ ଭଉଣୀଟା ମରିଗଲା, ଆଉ ତୋରି ପାଇଁ ମୋ ବାପା ମା ବି ମରିଗଲେ, ଆଉ ତୋରି ପାଇଁ ମୋ ନାୟକରୁ ଖଳନାୟକ ହେଇଗଲେ। କେଉଁ ଜାଗା ରହିବ? ପାପର ପାହାଡ଼ ଉପରେ, ଅନ୍ୟାୟ ଅନୀତିର ଚୂଳ ଉପରେ, ହେଲେ ସବୁର ଆଜି ଅବସାନ ହବ। ଆଉ ତୁ ମରିବୁ ରେ ରୁଦ୍ରାକ୍ଷ ରାୟବାନ। ସେଇଟା ହଉଛି ମୋ ଶିକାର। ମୋ କର୍ମର ଫଳ ମୁଁ ଆଜି ଭୋଗିଛି। ଆଜିଠୁ କେହି କାନ୍ଦିବେନି। ଯଦି କିଏ ପଚାରେ ତେବେ ସମସ୍ତେ କହିବ କିଏ କାନ୍ଦିନ ହାତ ଟେକ